ଏଇ ସଂସାରରେ ଆମେ ଗୋଟେ ଦୌଡ଼ରେ ଅଛୁ, ଯୋଉଟା କି ଆପଣ ମାନେ ପାଇବେ ପ୍ରଥମ କରନ୍ଥୀୟ 9:24-25। ପଢି ଦଉଛି। ପ୍ରଥମ କରନ୍ଥୀୟ 9:24-25 ପଦ। ସେଇଠି ଏପରି ଲେଖା ହେଇଛି, ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ ଜଣେ ଯେ ପଣ ପାଏ ଏହା କି ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭେମାନେ ଯେପରି ପଣ ପାଇବ ଏଥିପାଇଁ ସେହିପରି ଦୌଡ଼। ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ ସେ ସମସ୍ତ ବିଷୟରେ ପରିମିତ ଭୋଗୀ ହୁଏ। ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। ତେଣୁକରି ଆମେ ଏଇଠି ଯେପରି ଲେଖା ହେଇଛି, ଆମେ ସମସ୍ତେ ଦୌଡ଼ୁଅଛୁ, ବିଶ୍ୱାସର ଦୌଡ଼। ପ୍ରଭୁ ଯୀଶୁଙ୍କୁ ଧରିକି ହୃଦୟରେ ଆମେ ଧାବବାନ ହଉଅଛୁ। ଆଉ ଆମେ ଯେ ଦୌଡ଼ୁଅଛୁ ତାହା ଏକ ଲମ୍ବା ଦୌଡ଼, ମାରାଥନ ବୋଲି କୁହାଯାଏ। ମାରାଥନ କ୍ରୀଡ଼ା ପ୍ରତିଯୋଗିତା ଯୋଉ ପାଉଲ ଲେଖୁଛନ୍ତି ପ୍ରଥମ କରନ୍ଥୀୟରେ, ସମସ୍ତେ ଦୌଡ଼ନ୍ତି କିନ୍ତୁ ଜଣେ ହିଁ ପୁରସ୍କାର ପାଏ। କିନ୍ତୁ ସମସ୍ତେ ଦୌଡ଼ନ୍ତି, ଏକ ଲମ୍ବା ଦୌଡ଼ ମାରାଥନଟା। ଯେତେବେଳେ ଅଲିମ୍ପିକ୍ସ ଆସିନଥିଲା ଜଗତକୁ, ସେତେବେଳେ ଗ୍ରୀକ ସାମ୍ରାଜ୍ୟରେ ଏପରି ଗେମ୍ସ ହଉଥିଲା, ଗ୍ରୀକ ଗେମ୍ସ ବୋଲି କୁହାଯାଏ। ଏ ଗ୍ରୀକ ଗେମ୍ସ ରେ କଣ ହଉଥିଲା ନା, ଗୋଟେ ଦୌଡ଼ ହଉଥିଲା, କୁସ୍ତି ଯୁଦ୍ଧ ହଉଥିଲା, ଆଉ ମଲ୍ଲ ଯୁଦ୍ଧ ହଉଥିଲା, ରେସଲିଂ ହଉଥିଲା। ତେଣୁକରି ଯୋଉ ମାରାଥନ, ଯାହାକି ଗୋଟେ ଲମ୍ବା ଦୌଡ଼, ଆଉ ସେଇଟା ବହୁତ ଲମ୍ବା ଦୌଡ଼। ଏଇ ଦୌଡ଼ରେ ଯୋଉମାନେ ଧୈର୍ଯ୍ୟ ଧରି ତିଷ୍ଠି ପାରନ୍ତି ସେଇମାନଙ୍କୁ ଗୋଟିଏ କଣ ଜିତ ବୃକ୍ଷ, ଅଲିଭ ର ଯୋଉ ପତ୍ର ବା ବ୍ରାଞ୍ଚ ଅଛି ତାଙ୍କୁ ମୁଣ୍ଡରେ ପିନ୍ଧା ଯାଏ। ସିଏ ଜିଣିଛନ୍ତି, ସେ ବିଜୟ ହେଇଛନ୍ତି। ସେ ଏକ ମୁକୁଟ ପରି ପତ୍ର, ଅଲିଭ ପତ୍ରର, ଜିତ ବୃକ୍ଷ ପତ୍ରର ସେ ଗୋଟେ ମୁକୁଟ ପିନ୍ଧେ, ଯାହାକି କ୍ଷୟଣୀୟ। ସେଇ ଦୌଡ଼କୁ ସାଧୁ ପାଉଲ ଆମମାନଙ୍କୁ ଆକର୍ଷଣ କରୁଛନ୍ତି ଯେ ଆମେ ମଧ୍ୟ ଆତ୍ମିକ ଦୌଡ଼ରେ ଧାବବାନ ହଉଛୁ, ଏକ ଦୌଡ଼ରେ ଚାଲିଛୁ। ଆଉ ଆମମାନେ ଯୋଉ ମୁକୁଟ ପାଇବା ପାଇଁ, ଯୋଉ ପୁରସ୍କାର ପାଇବା ପାଇଁ ଦୌଡୁଛୁ, ଆମମାନେ କିପରି ଦୌଡୁଛୁ ଆଜି ଆମମାନେ ଦେଖିବା। ଆମକୁ 5ଟି ମୁକୁଟ ମିଳିବ, ଆଉ ପ୍ରତ୍ୟେକ ମୁକୁଟ ବିଷୟରେ ଆମେ ଆଜି ଟିକେ ଟିକେ ଆଲୋଚନା କରିବା, ଯେପରି ଆମ ସମୟଟି ଠିକ ଭାବରେ ଶେଷ ହେଇପାରିବ। ପ୍ରଥମଟା ହଉଛି ଅକ୍ଷୟ ମୁକୁଟ। ସେଇଟା ହଉଛି ପ୍ରଥମ କରନ୍ଥୀୟ 9:27। ପ୍ରଥମ କରନ୍ଥୀୟ 9:27 ପଦ। ସେଇଠି ଏମିତି ଲେଖା ଯାଉଛି, ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି। କଣ ପାଇଁ ରଖୁଅଛି? ମୋର ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି, ଅକ୍ଷୟ ମୁକୁଟ ପାଇବା ପାଇଁ। ଆମ୍ଭେମାନେ ଦୌଡୁଅଛୁ ଗୋଟେ ଅକ୍ଷୟ ମୁକୁଟ ପାଇବା ପାଇଁ, ଯୋଉ ମୁକୁଟ ମତେ ସ୍ୱର୍ଗରେ ମିଳିବ, ଯୋଉ ମୁକୁଟ ମତେ ପ୍ରଭୁ ଯୀଶୁ ତାଙ୍କ ସିଂହାସନରେ ବସିକିରି ମତେ ତାହା ଦେବେ। ହେଲେ ମୋର ଦୌଡ଼ କି ପ୍ରକାର ଅଛି ଆପଣ ଚିନ୍ତା କରନ୍ତୁ। ଆପଣଙ୍କର ସମୟ, ଏ ଦୌଡ଼ରେ, ଏ ପୃଥିବୀରେ ଆମେ ସମସ୍ତେ ଦୌଡୁଛୁ। ଏ ଦୌଡ଼ରେ ମୋର ସମୟକୁ ମୁଁ କିପରି ବ୍ୟବହାର କରୁଛି? ପ୍ରଥମ, କେତେ ଭାଗ ଈଶ୍ୱରଙ୍କୁ ଦଉଛି? ମୋର ସମୟରେ ଈଶ୍ୱର କେତେ ସମୟ ଦୌଡୁଛନ୍ତି, ବା ମୋ ସହିତ ଈଶ୍ୱର କେତେ ସମୟ ଅଛନ୍ତି? ଚିନ୍ତା କରିବା। 24 ଘଣ୍ଟା ମତେ ମିଳୁଛି, ସେ 24 ଘଣ୍ଟା ମଧ୍ୟରେ ଯଦି ଦଶମାଂଶ କାଢିବା
ତା ହଉଛି ଆପାତତଃ 2 ଘଣ୍ଟା 40 ମିନିଟ। 2 ଘଣ୍ଟା 40 ମିନିଟ ମୁଁ ତାଠୁ ଅଧିକ ଦେଇ ପାରୁଛି କି? ମୋର ସମୟକୁ ଈଶ୍ୱରଙ୍କ ପାଇଁ ମୁଁ କେତେ ବ୍ୟବହାର କରୁଛି? 10 ମୋ ସମୟର ହଉଛି ନିର୍ଦ୍ଧାରିତ, କିନ୍ତୁ ଆହୁରି ଅଧିକ ଦେବା ଉଚିତ, ଯେହେତୁ ମୁଁ ଶେଷ ସମୟରେ ଅଛି। ମୁଁ ଶେଷ ସମୟରେ ଉପସ୍ଥିତ ଅଛି। ଶେଷ ସମୟର ଯେଉଁ ସବୁ ଘଟଣା ଗୁଡିକ ଧୀରେ ଧୀରେ ଆମେ ଦେଖି ପାରୁଛୁ ସଂସାରରେ ଘଟୁଛି। ଏଣୁକରି ମୁଁ କେତେ ସମୟ ଦଉଛି? ଦ୍ୱିତୀୟ କଥା, ମୋ ପାଖରେ ଯୋଉ ଧନ ଅଛି ମୁଁ କେତେ ଈଶ୍ୱରଙ୍କୁ ଦଉଛି? ମୋ ଧନ ଦ୍ୱାରା ମୁଁ ଈଶ୍ୱରଙ୍କ ପାଇଁ କଣ କରିପାରୁଛି? ଜଣକୁ 5 ତୋଡ଼ା ମିଳିଥିଲା, ସେ ଆଉ 5 ତୋଡ଼ା ତାର ସ୍ରଷ୍ଟାଙ୍କ ନିକଟକୁ ଦେଲା। ଆପଣ ଭାବନ୍ତୁ ନାହିଁ, ଯୋଉ ଧନ ମତେ ମିଳିଛି ସେଟା ଈଶ୍ୱରଙ୍କ ଆଡୁ ଦତ୍ତ ହୋଇଛି। ଈଶ୍ୱର ନଦେଲେ କେହି ମତେ ଦେବେ ନାହିଁ, ଯେହେତୁ ମୁଁ ବିଶ୍ୱାସୀ। ତେବେ ମୋର ଧନକୁ ମୁଁ କି ପ୍ରକାର ଈଶ୍ୱରଙ୍କର ଇଚ୍ଛାରେ ତାହା ଖର୍ଚ୍ଚ କରୁଛି? ମୁଁ କେତେ ବାଟ ଖର୍ଚ୍ଚ କଲିନି? ମତେ ଯୋଉ ଖର୍ଚ୍ଚ କରୁଛି ସେଥିରେ ଈଶ୍ୱରଙ୍କର ଆଦେଶ ଅଛି, ଆଦେଶ ପାଳନ ଅଛି, ନା ମୋ ନିଜ ଇଚ୍ଛା ପାଳନ କରୁଛି ମୋର ଖର୍ଚ୍ଚରେ? ଚିନ୍ତା କରିବା। ତୃତୀୟ ବିଷୟ, ମୋର ଗୁଣ। ମତେ ଈଶ୍ୱର ଅନେକ ଗୁଡ଼ିଏ ଟ୍ୟାଲେଣ୍ଟ, ଅନେକ ଗୁଡ଼ିଏ ଗୁଣ ଦେଇଛନ୍ତି। ବହୁତ ପ୍ରକାର ଗୁଣ ଅଛି, ବହୁତ ପ୍ରକାର ଗୁଣ ଅଛି। ଆପଣ ମାନେ ଜାଣନ୍ତି, ଗୀତ ଗାଇବା ଗୁଣ, ପ୍ରଚାର କରିବା ଗୁଣ, ଅନ୍ୟକୁ ବୁଝେଇବାର ଗୁଣ, କାଉନ୍ସେଲିଂ କରିବାର ଗୁଣ, ଅନେକଙ୍କୁ ସୁସ୍ଥ କରିବାର ଗୁଣ, ଅନେକଙ୍କୁ ଭାଷାନ୍ତର କରିବାର ଗୁଣ। ତ ମତେ କିଛି ଗୁଣ ପ୍ରଭୁ ନିଶ୍ଚୟ ଦେଇଛନ୍ତି। ଯେହେତୁ ସେ ମତେ ଆପଣାର ପ୍ରତିମୂର୍ତ୍ତିରେ ଗଠନ କରିଛନ୍ତି, ମତେ ମଧ୍ୟ ତାଙ୍କର ଗୁଣ କିଛି ଦେଇଛନ୍ତି। ସେ ଗୁଣ ଗୁଡିକ ମୁଁ କି ପ୍ରକାର ଭାବରେ ବ୍ୟବହାର କରୁଛି? ଧରନ୍ତୁ ମତେ ପ୍ରଭୁ ଜ୍ଞାନ ଦେଇଛନ୍ତି, ମୋ ଜ୍ଞାନଟି ମୁଁ ଈଶ୍ୱରଙ୍କ ପାଇଁ କେମିତି ବ୍ୟବହାର କରୁଛି? ମୁଁ ସାଂସାରିକ ହେଇକି ମୋ ଜ୍ଞାନ ବ୍ୟବହାର କରି ଉତ୍କୃଷ୍ଟ ବିଷୟ କିଣି ପାରୁଛି, କିମ୍ବା ମୁଁ ମୋର ଜ୍ଞାନକୁ ବ୍ୟବହାର କରି ନିଜର ପ୍ରତିଷ୍ଠା କରୁଛି, ନିଜ ନାମର ପ୍ରତିଷ୍ଠା କରୁଛି। ତେଣୁକରି ଏ 3ଟି ବିଷୟ ଅଛି। ଆମେ ଦୌଡୁଛୁ, ହେଲେ ମୋ ଦୌଡ଼ରେ ମୋ ସମୟ ମୁଁ କେତେ ଈଶ୍ୱରଙ୍କୁ ଦଉଛି? ମୋର ଧନ ମୁଁ କେତେ ଈଶ୍ୱରଙ୍କ କାର୍ଯ୍ୟରେ ବ୍ୟବହାର କରୁଛି? ଏବଂ ମୋର ଗୁଣରେ ମୁଁ ଈଶ୍ୱରଙ୍କର ଇଚ୍ଛାକୁ ସାଧନ କେମିତି କରୁଛି? ଏଇଟା ଚିନ୍ତା କରିବା। କାରଣ ମୁଁ ଦୌଡୁଅଛି କଣ ପାଇବା ପାଇଁ? ଏକ ଅକ୍ଷୟ ମୁକୁଟ ପାଇବା ପାଇଁ। ଦୌଡ଼ରେ ଏ ଗ୍ରୀକ ଯୋଉ ଗେମ୍ସ ହଉଥିଲା, ସେଇ ଯୋଉ ଜିତ ବୃକ୍ଷର ପତ୍ରର ଯୋଉ ସେ ପାଉଥିଲେ ମୁକୁଟ, ସେଟା 10 ଦିନ ପରେ ଝଡିଯିବ, ଶୁଖିଯିବ, ସେଟା ନଷ୍ଟ ହେଇଯିବ। କିନ୍ତୁ ମୁଁ ଅକ୍ଷୟ ମୁକୁଟ ପାଇଁ ଦୌଡୁଅଛି। ଏଇ ଅକ୍ଷୟ ମୁକୁଟ ପାଇବା ପାଇଁ ମୋର ସମୟ, ମୋର ଧନ ଏବଂ ମୋର ଗୁଣକୁ ମୁଁ କି ପ୍ରକାର ବ୍ୟବହାର କରୁଛି? ସେଥିପାଇଁ ମୋ ଶରୀରକୁ, ବଢିଆରେ ସାଧୁ ପାଉଲ ଲେଖେ, ମୋ ଶରୀରକୁ ବଶ କରି ଦାସ ଭାବେ ମୁଁ କରୁଅଛି, ଦାସ କରି ରଖୁଅଛି। ହେଇପାରେ ମୁଁ ଖାଇବାରେ ନିଜ ଶରୀରକୁ ଦାସ କରୁ, ଲୋଭ କରୁନି, ଅଧିକ ଖାଉନି, କୋଉଠି ଭୋଜି ଭାତ ହେଲେ ଅଧିକ ଖାଇ ଦଉଛି, କି କଣ କରୁଛି, କି ମୋର ଟଙ୍କା
ସବୁ ଖାଇବା ପିଇବାରେ ମୁଁ ଖର୍ଚ୍ଚ କରୁଛି। କିନ୍ତୁ ଭୋକରେ ରହିବାକୁ ଶିଖିଛି ତ? ଅନେକ ଲୋକ ଆଜି ତାଡ଼ନା ପାଉଛନ୍ତି, ଭୋକରେ ରହୁଛନ୍ତି, ଜେଲରେ ରହୁଛନ୍ତି, ବାହାରେ ରହୁଛନ୍ତି, ଘର ଭାଙ୍ଗି ଯାଇଛି। ମଣିପୁରରେ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନଙ୍କର ଘର ଭାଙ୍ଗି ଯାଇଛି, ତମ୍ବୁରେ ରହୁଛନ୍ତି। ମୁଁ କେମିତି ବସ କରୁଛି? ମୋର ବନ୍ଧୁ ମୋର ଟଙ୍କା ନେଇଗଲେ, ଫେରେଇ ଦେବେ କହିଲେ, ଫେରେଇଲେ ନାହିଁ। ମୁଁ କେମିତି ମୋ ଶରୀର ମୋ ମନକୁ ବସ କରୁଛି? ଆଜି ତାଙ୍କୁ ଯାଇକିରି ତାଙ୍କୁ ସାମ୍ନା ସାମ୍ନି ଦେଖା କରି ମୋର ସାଙ୍ଗମାନଙ୍କୁ ନେଇକି ଯାଇକି ପଚାରିବି, କେବେ ମୋ ପଇସା ଫେରେଇବ? ଏପରି କରୁଛି ନା ମୋ ମନକୁ ବସ କରି ପ୍ରଭୁଙ୍କ ଠାରେ ସମର୍ପଣ କରୁଛି? ପ୍ରଭୁ, ଏ ପ୍ରକାର ହେଇଛି, ଅନ୍ୟାୟ ହେଇଛି, ପ୍ରଭୁ ତୁମେ ଯାହା ଚାହ ତାହା କର। ତୁମେ ତ କର୍ତ୍ତା ପ୍ରଭୁ, ତୁମେ ତ ବିଚାର କର୍ତ୍ତା। ମୁଁ ଏପରି ମୋର ମନକୁ ବଶ କରିଛି ତ? ପ୍ରଥମ ପିତର 1:4 ପଢିଦବା। ପ୍ରଥମ ପିତର 1:4 ପଦରେ କଣ ଲେଖା ଅଛି? ଅର୍ଥାତ୍ ଯେଉଁ ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ମୁଁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲି, ମନର ନୂତନୀକରଣ ହେଲା, ପ୍ରଭୁ ମୋ ସହିତ ଚାଲିଲେ, ମୁଁ ବିଶ୍ୱାସୀ ହେଲି, ପ୍ରଭୁ ମୋର ଇମାନୁଏଲ ପରମେଶ୍ୱର ହେଲେ, ମୁଁ ସେଇ ଅକ୍ଷୟ ଅଜର ମୁକୁଟ ପାଇଁ ପ୍ରସ୍ତୁତ ତ? ଆଗକୁ ବଢିବା। ଏଟା ହେଲା ଅକ୍ଷୟ ମୁକୁଟ ପାଇଁ ମୁଁ ଦୌଡୁଛି। ସେଥିପାଇଁ ମୋ ଶରୀରକୁ ବଶ କରି ଦାସ କରିଅଛି। ଆଗୁ ଆଉ ବେଶୀ କହିବିନି। ଦାସ କରିବା ମାନେ ମୁଁ କିଛି ନୁହେଁ, ମୋର ଇଚ୍ଛା କିଛି ନାହିଁ, ମୁଁ ନିଜକୁ ଶୂନ୍ୟ କରୁଅଛି। କେତେ ଦିନ ଯାଏ? ଦୌଡ଼ ସରିବା ଯାଏ। ଦୌଡ଼ କେବେ ସରିବ? ପ୍ରଭୁ ଯୀଶୁ ଯେବେ ଆସିବେ। ହେଲା, ମୁଁ ଦୌଡୁଛି, ପ୍ରାଣପଣ କରୁଛି। ଦ୍ୱିତୀୟ ମୁକୁଟ, ପ୍ରଥମ ଥେସଲୋନିକ 2:19 କଣ ଲେଖା ହେଇଛି ପଢିବା? ପ୍ରଥମ ଥେସଲୋନିକୀୟ 2:19। ମୋ ଆଗରୁ ଯଦି କିଏ ପାଇବେ ନିଶ୍ଚିତ ପଢିବେ। ପ୍ରଥମ ଥେସଲୋନିକୀୟ 2:19। ସେଇଠି ଏପରି ଲେଖାଯାଏ, କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କଣ କି ତୁମ୍ଭେମାନେ ନୁହଁ? ପାଉଲ ଏଇଠି ପଚାରୁଛନ୍ତି ଥେସଲୋନିକ ମଣ୍ଡଳୀକୁ, ତୁମେମାନେ କଣ ଆମର ଆନନ୍ଦଦାୟକ ମୁକୁଟ ନୁହଁ? ଅର୍ଥ ପାଉଲ ଯେଉଁ ପ୍ରଚାର କଲେ, ଯୋଉ ପ୍ରଚାର ଶୁଣିକି ପ୍ରଭୁଙ୍କ ଅନୁଗ୍ରହରେ ତାଙ୍କର ଲୋକମାନେ ପ୍ରଭୁଙ୍କୁ ପାଇଲେ, ଥେସଲୋନିଆରେ ଲୋକମାନେ ପ୍ରଭୁଙ୍କୁ ପାଇଲେ, ସେତେବେଳେ ସ୍ୱର୍ଗରେ ଆନନ୍ଦ ହେଲା, ଆଉ ପୃଥିବୀରେ ମଧ୍ୟ ଆନନ୍ଦ ହେଲା। ଯୋଉମାନେ ପ୍ରଭୁ ଯୀଶୁଙ୍କୁ ପାଇଲେ, ପ୍ରଥମେ ସେମାନେ ଆନନ୍ଦିତ ହେଲେ, ପାପର ବୋଝ ଉଠିଗଲା। ସାଧୁ ପାଉଲ କହୁଛନ୍ତି, ଏଇ ଯୋଉ ତୁମେମାନେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲ, ତାହା ହିଁ ମୋର ଆନନ୍ଦର ବିଷୟ। ତାହାଙ୍କ ଛାମୁରେ, କାହାର ଛାମୁରେ? ପ୍ରଭୁ ଯୀଶୁ ସିଂହାସନରେ ବସିଥିବେ। ଆପଣ ଯୋଉମାନଙ୍କୁ ପ୍ରଚାର କରିଥିବେ, ଆପଣଙ୍କର ପ୍ରଚାର ଦ୍ୱାରା, ଆଉ ଥରେ କହୁଛି, ପବିତ୍ର ଆତ୍ମାଙ୍କ ଚାଳନାର ପ୍ରଚାର ଦ୍ୱାରା ଯୋଉମାନଙ୍କ ହୃଦୟ ବିଦୀର୍ଣ୍ଣ ହେଲା, ଯୋଉମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ସେଇ ଯୋଉ ଆନନ୍ଦ ଯୋଉଟା ସ୍ୱର୍ଗରେ ହେଲା,
ସେଇ ଆନନ୍ଦ ଆଜି ମତେ ପ୍ରାପ୍ତ ହୋଇଅଛି। ପ୍ରଭୁ ଯୀଶୁ ସିଂହାସନରେ ବସିଲା ବେଳେ ମତେ ତାହା ମିଳିବ। ଏହା କଣ? ଏକ ଆନନ୍ଦର ମୁକୁଟ। ସାଧୁ ପାଉଲ ଏଇଟା କହୁଛନ୍ତି ଯେ ମୁଁ ସେଇ ଆନନ୍ଦର ମୁକୁଟ ପାଇବି। କେତେବେଳେ? ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ। ପ୍ରଥମ ତେସଲୋନିକ 2:19 ମୁଁ ପାଠ କରୁଛି। ସେଇ ମୁକୁଟ କି ତୁମ୍ଭେ ମାନେ ନୁହଁ କି? ତୁମ୍ଭେ ମାନେ ଯେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲ, ସେଇ ମୁକୁଟ ମୁଁ ପାଇଅଛି। ଆଜି ମୁଁ କେତେ ଜଣକୁ ପ୍ରଚାର କରିଛି? ମୋର ଏବେ 66 ବର୍ଷ ହେଲା। ମୁଁ କେତେ ଜଣକୁ ପ୍ରଚାର କରିଛି? ମୁଁ କେତେ ଜଣ ପ୍ରଭୁଙ୍କ ଚାଳନାରେ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପ୍ରଚାର କରିଛି ଏବଂ କେତେ ଜଣ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କଲେ, ବାପ୍ତିସ୍ମ ନେଲେ, ଇତ୍ୟାଦି ଇତ୍ୟାଦି। ଆମେ ଦୌଡୁଅଛୁ। ଦୌଡ଼ିବାରେ ଶେଷରେ ପ୍ରଭୁ ଯୀଶୁଙ୍କ ଆସିବା ବେଳକୁ ଏକ ଆନନ୍ଦର ମୁକୁଟ ମୋ ପାଇଁ ସ୍ୱର୍ଗରେ ରଖା ହେଇଛି। ହଁ, ମୁଁ ରାତି ସାରା ପ୍ରାର୍ଥନା କରୁଛି। ହଁ, ମୁଁ ପ୍ରତ୍ୟେକ ରବିବାର ଗିର୍ଜା ଯାଉଛି। ଗିର୍ଜାରେ ଅବହେଳା ନାହିଁ। ହେଲେ ଆନନ୍ଦର ମୁକୁଟ ମୁଁ ପାଇବି ତ? ନା ମୁଁ ଲକ୍ଷ୍ୟହୀନ ଭାବରେ ଦୌଡୁଛି? ମତେ କୁହାଯାଇଛି ବିଶ୍ୱାସ କର ଆଉ ତୁମେ ଆଗକୁ ବଢ। ମଣ୍ଡଳୀରେ ତୁମେ ରବିବାର ଉପାସନା କର, ତୁମେ ପ୍ରାର୍ଥନା କର। କାରଣ ପ୍ରଭୁ ତୁମକୁ ଗୁଣ ଦେବେ। ଯଦି ଗୁଣ ଦେଇଛନ୍ତି, ତାହେଲେ ମୁଁ କୋଉ କୋଉ ଗୁଣ ପାଇଛି ସେଇ ଗୁଣରେ ମୁଁ ପ୍ରଚାର କରୁଛି। ଅନ୍ୟମାନଙ୍କ ପାଇଁ ସୁସ୍ଥତା ଆଣି ଦଉଛି। ମୁଁ ମୋର ଧନ ପ୍ରଭୁଙ୍କର କାର୍ଯ୍ୟରେ ଲଗଉଛି। ଯଦି ମୁଁ ପ୍ରଚାର କଲି ଏବଂ ଅନ୍ୟମାନେ ଗ୍ରହଣ କଲେ ପ୍ରଭୁଙ୍କୁ, ସେଇ ଆନନ୍ଦର ମୁକୁଟ ମୋ ପାଇଁ ପ୍ରଭୁ ଯୀଶୁ ରଖିଛନ୍ତି। ହେଲେ ପ୍ରଶ୍ନ ଏଠି ଆସୁଛି, ଗୋଟିଏ ପ୍ରଶ୍ନ ଅଛି, ସମୀକ୍ଷାର ପ୍ରଶ୍ନ, ନିଜକୁ ପରୀକ୍ଷା କରିବାର ପ୍ରଶ୍ନ, ନିଜର ବିଶ୍ୱାସର ମୂଲ୍ୟାଙ୍କନର ପ୍ରଶ୍ନ। କେବେ ଆପଣ ଗୋଟିଏ ଲୋକଙ୍କୁ ବା ଗୋଟେ ମନୁଷ୍ୟଙ୍କୁ ଯୀଶୁଙ୍କର କଥା ରିସେଣ୍ଟଲି କହିଥିଲେ ବା ଶେଷ ଥର ପାଇଁ କେବେ କହିଥିଲେ? ପ୍ରଭୁଙ୍କର କଥା, ପ୍ରଭୁ ଯୀଶୁଙ୍କର ମରଣର କଥା, ପ୍ରଭୁ ଯୀଶୁଙ୍କର ସୁସମାଚାରର କଥା, ପ୍ରଭୁ ଯୀଶୁଙ୍କର ସ୍ୱର୍ଗ ରାଜ୍ୟର କଥା ଆପଣ ଶେଷ ଥର କେବେ କହିଥିଲେ? ମନେ ଅଛି? ଯେ ଭାଇ ଯେ ଖ୍ରୀଷ୍ଟ ବିଶ୍ୱାସ କରେ ନାହିଁ, ସେ ପ୍ରକାର ଭାଇକୁ ଆପଣ ଶେଷ ଥର ପାଇଁ କେବେ କହିଥିଲେ? ମନେ ପକାନ୍ତୁ। ଯଦି ମାସେ ତଳେ, 6 ମାସ ତଳେ, ବର୍ଷେ ତଳେ, କିମ୍ବା 2 ଦିନ ତଳେ, କିମ୍ବା ଆଜି, ମନେ ପକାନ୍ତୁ। ଫିଲିପିଓ 4:4 କଣ ଲେଖାଯାଉଛି? ପଢିବା। ଫିଲିପିଓ 4:4 ଲେଖାଯାଉଛି, ସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି ଆନନ୍ଦ କର। ଯେତେବେଳେ ମୁଁ ଅନ୍ୟମାନଙ୍କୁ, ଯୋଉମାନେ ପ୍ରଭୁ ଯୀଶୁଙ୍କୁ ଜାଣି ନାହାନ୍ତି, ସେତେବେଳେ ମୁଁ ତାଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ କହୁଛି, ସେତେବେଳେ ଆନନ୍ଦ ଅନୁଭବ କରୁଛି ତ? ମୁଁ ଆନନ୍ଦରେ କରୁଛି ନା ଦୁଃଖରେ କରୁଛି? ମୋର ଇଚ୍ଛା ନଥାଇ ମୁଁ କରୁଛି? ସେଥିପାଇଁ ସଦାବେଳେ ପ୍ରଭୁଙ୍କ ଠାରେ ଆନନ୍ଦ କରିବା ଲେଖା ହେଇଛି। ହଁ,
ପ୍ରାର୍ଥନାରେ ବସି ବସି ଆମର ଲୋକମାନଙ୍କ ସହିତ ଆନନ୍ଦ କରିବା ଗୋଟିଏ କଥା, କିନ୍ତୁ ଯେତେବେଳେ ମୁଁ ପ୍ରଭୁ ଯୀଶୁଙ୍କର କଥା ପ୍ରଚାର କରେ ଏବଂ ସେ ଲୋକ ପ୍ରଭୁଙ୍କୁ ପାଏ, ସେ ଗୋଟେ ଆନନ୍ଦ ପାଏ। ସେଇ ଆନନ୍ଦ ବିଷୟରେ ଲେଖାଯାଉଛି। ତେବେ ପ୍ରଥମଟି ହେଲା ଅକ୍ଷୟ ମୁକୁଟ, ଦ୍ୱିତୀୟଟି ହେଲା ଆନନ୍ଦର ମୁକୁଟ, ଦ୍ୱିତୀୟ ତିମୋଥୀ 4:8 ପଢିଦବା। ଦ୍ୱିତୀୟ ତିମୋଥୀ ତାର 4:8 ପଦ। ଯିଏ ଆଗରୁ ପାଇବେ ପଢିବେ, କିଛି ଅସୁବିଧା ନାହିଁ। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ସେ ସମସ୍ତଙ୍କୁ ଦେବେ। ଆମେନ୍। ଆମେନ୍। ଧାର୍ମିକତାର ମୁକୁଟ। ସେଠି ଲେଖା ଯାଉଛି, ଏଇ ଯୋଉ ଧାର୍ମିକତାର ମୁକୁଟ କେତେବେଳେ ଦେବେ? ଆମମାନଙ୍କୁ ବିଚାର କିଏ କରିବେ? ସ୍ୱର୍ଗରେ ପ୍ରଭୁ ଯୀଶୁ। ହେଲା, ସେ ହଉଛନ୍ତି ଧାର୍ମିକ ବିଚାରକର୍ତ୍ତା। ସେ ହଉଛନ୍ତି ପିଓର, ଦୋଷ ଶୂନ୍ୟ ବିଚାରକର୍ତ୍ତା, ପବିତ୍ର ବିଚାରକର୍ତ୍ତା। ଆଉ ସେତେବେଳେ ସେ ମତେ ସେଇ ମୁକୁଟ, ଧାର୍ମିକତାର ମୁକୁଟ ଦେବେ। ତେବେ ଆପଣ ପଚାରି ପାରନ୍ତି, ଯୋଉମାନେ ପ୍ରଭୁ ଯୀଶୁଙ୍କୁ ଜାଣିଲେ, ଗ୍ରହଣ କଲେ, ସେମାନେ କଣ ଧାର୍ମିକ ନୁହନ୍ତି? ଧାର୍ମିକ, ନିଶ୍ଚିତ। ସେମାନେ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଆଉ ଗୋଟେ କଥା ଲେଖା ହେଇଛି, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, କାରଣ ସେମାନଙ୍କର ସ୍ୱର୍ଗ ରାଜ୍ୟ। ଆଜି ମୁଁ କେତେ କଷ୍ଟ ପାଇଛି। ମୋର ଧର୍ମର ଧାର୍ମିକତା କେତେ ଦୂର ଯାଇ ଅଛି? ଚାପୁଡା ମାରିଲେ ମୁଁ ଧର୍ମରେ ଅଛି, ମୁଁ କ୍ଷମା ଦେଇ ପାରୁଛି। ମୋର ଘର ଯଦି ଭାଙ୍ଗି ଦିଅନ୍ତି, ମୁଁ କଣ ଧାର୍ମିକ ଅଟେ? ମୁଁ କଣ କ୍ଷମା ଦେଇ ପାରୁଛି ନା ମୁଁ କାନ୍ଦୁଛି? ପ୍ରଭୁ କାହିଁକି ହେଲା? ପ୍ରଭୁ ମତେ କାହିଁକି ଏପରି କଲ? ମୋର ପୁଅକୁ କାହିଁକି ଏମିତି କଲ? ସ୍ୱର୍ଗରେ ମତେ ସେଇ ଧାର୍ମିକତାର ମୁକୁଟ ମିଳିବ, ଯେତେବେଳେ ମତେ କଷ୍ଟ ହୁଏ, ଭୋକ ହୁଏ, ଦୁର୍ଦ୍ଦଶା ଆସେ। ମୁଁ ଧାର୍ମିକ ଭାବରେ ଆଚରଣ କରେ ନା ମୁଁ ବଚସା କରେ, ନା ମୁଁ ପ୍ରଚାର ବନ୍ଦ କରିଦିଏ? ପିଲା ତାଙ୍କ ପରି କହିଦିଏ, ମୁଁ ହାତ ପାତ ଧୋଇଦେଲି, ଆଉ ମୁଁ କିଛି କରିବି ନାହିଁ। ମୋ କଥା ପ୍ରଭୁ ଶୁଣିଲେ ନାହିଁ। କୋଉ ପରିସ୍ଥିତି ଅଛି ମୋର? ମତେ ଧାର୍ମିକତାର ମୁକୁଟ ମିଳିବ ତ? ମୁଁ ଧାବମାନ ହଉ ହଉ ମତେ ତାଡନା କରୁ କରୁ ମତେ ମାରି ଦିଆଗଲା। ମତେ ମାରିଲା ବେଳକୁ ବି ମୁଁ କ୍ଷମା ଦେଇ ପାରିଛି ତ? ସମ୍ପୂର୍ଣ୍ଣ କ୍ଷମା ଦେଇଛି ତ? ସ୍ତିଫାନ ଭାଇ ତାଙ୍କୁ ପଥର ଫୋପଡା ବେଳକୁ ସେ ସ୍ୱର୍ଗ ଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରୁଛନ୍ତି, ଆଉ ସେଇଠି ଦେଖୁଛନ୍ତି ପ୍ରଭୁ ଯୀଶୁ ତାଙ୍କର ସିଂହାସନରେ ବସିଛନ୍ତି, ସେ ଛିଡା ହେଇଗଲେଣି। ସେତେବେଳକୁ ତାଙ୍କୁ ଧରି ଆଣିକି ପଥର ଫୋପାଡ଼ି ସେ ଆଣ୍ଠେଇ ପଡି ତଳେ ପଡିଗଲେଣି। କହିଲେ, ହେ ପ୍ରଭୁ, এই ଦୋଷ ସେମାନଙ୍କ ଉପରେ ଲାଗୁ କର ନାହିଁ, ତାଙ୍କୁ ଦଣ୍ଡ ଦିଅ ନାହିଁ। ଆଉ ସେ ମଲେ। ମୁଁ ସ୍ତିଫାନଙ୍କ ପରି କହିପାରିବି ତ? ମୋର ଧାର୍ମିକତା କେତେ ପବିତ୍ର? ମୋ ଧାର୍ମିକତା ଈଶ୍ୱରଙ୍କ ଠାରେ ଗ୍ରାହ୍ୟ ହେଉଛି ତ? ମୋର ଧାର୍ମିକତା ଅନ୍ୟକୁ ପ୍ରଭୁ ଯୀଶୁଙ୍କ ଆଡକୁ ଆକର୍ଷିତ କରୁଛି ତ? ମୋର ଚାଳିଚଳନ, ମୋର କଥାବାର୍ତ୍ତା, ମୋର ଆଚାର ବ୍ୟବହାର ଅନ୍ୟକୁ ପ୍ରଭୁ ଯୀଶୁଙ୍କ ବିଷୟରେ କିଛି ସୂଚନା ଦଉଛି ତ?
ଫିଲିପିଓ 3 ପର୍ବ 20 ପଦ ଟିକେ ପଢିବା। ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ମୁଁ କଣ ଆନନ୍ଦରେ ଅପେକ୍ଷା କରୁଛି, ଧାର୍ମିକତାରେ ଅପେକ୍ଷା କରୁଛି? ପ୍ରଭୁ ଯୀଶୁ ଯେବେ ବି ଆସିପାରିବେ, ଚୋର ପରି ଆସିବେ, ଆଜି ଆସି ରାତିରେ ଆସିପାରିବେ, କାଲିକି ଆସିପାରିବେ। ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଧାର୍ମିକ ଭାବେ ନିଜକୁ ପ୍ରସ୍ତୁତ କରୁଛି ତ, କାରଣ ଧାର୍ମିକତାର ମୁକୁଟ ପ୍ରଭୁ ଯୀଶୁ ଦାନ କରିବେ। ଆମେ 3ଟା ମୁକୁଟ ବିଷୟରେ ଆମେ ଆଲୋଚନା କଲୁ। ଗୋଟେ ହେଲା ଅକ୍ଷୟ ମୁକୁଟ, ଦ୍ୱିତୀୟ ହେଲା ଆନନ୍ଦର ମୁକୁଟ, ତୃତୀୟ ହେଲା ଧାର୍ମିକତାର ମୁକୁଟ। ଚତୁର୍ଥ ମୁକୁଟକୁ ଯିବା। ପ୍ରଥମ ପିତର 5:4। ପ୍ରଥମ ପିତର 5:4 ପଢିବା, ନହେଲେ ଯିଏ ଆଗେ ପାଇବେ ପଢନ୍ତୁ। ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅମ୍ଳାନ ମୁକୁଟ ପାଇବ। ଆମେନ୍। ବଢିଆ କଥା। ଗୌରବର ଅମ୍ଳାନ ମୁକୁଟ, ଏଇଟା କଣ? ଧରନ୍ତୁ ଆପଣ ଧାର୍ମିକତାରେ ପ୍ରଭୁ ଯୀଶୁଙ୍କ ସହିତ ଦୌଡୁଛନ୍ତି ଏବଂ ଆପଣଙ୍କର ମୃତ୍ୟୁ ହେଇଗଲା। ଶାରୀରିକ ଦୁର୍ବଳତା ହଉ, ରୋଗର ହଉ, କିମ୍ବା ତାଡନାରେ ହଉ, ଯେତେବେଳେ ପ୍ରଭୁ ଯୀଶୁ ଆସିବେ ଆପଣଙ୍କର ଶରୀର କଣ ହବ? ଲେଖା ଯାଉଛି ଯେତେବେଳେ ପ୍ରଭୁ ଯୀଶୁ ଆସିବେ କବର ସବୁ ଫାଟିଯିବ। ସେଇଥିରୁ ମୃତ ଲୋକମାନେ ଉଠିବେ। କେମିତି ଉଠିବେ? ଏକ ଗୌରବମୟ ଶରୀରରେ। ଆମେ ସେଇ ମୃତ ଆଉ ସେଇ ସଢା ପୁଚା ଏ ପ୍ରକାର ଶରୀରରେ ଆମେ ସ୍ୱର୍ଗକୁ ଯିବା ନାହିଁ। ଏକ ଗୌରବମୟ ଶରୀରରେ ଆମେ ତାଙ୍କ ସହିତ ମେଘମାଳାରେ ନୀତ ହେବା। ହେଲେ ମୋର ଯୋଉ ଗୌରବର ବିଷୟ ଅଛି, ତାହା ମୁଁ ଦୌଡ଼ିବାରେ କିଛି ଅସୁବିଧା କରିନି ତ? ମୋର ଲୋଭ ମୁଁ ସମ୍ଭାଳି ପାରିଛି ତ? ଅନ୍ୟର ବସ୍ତୁ ପ୍ରତି ଲୋଭ ହେଇକିରି ତାପରେ କଣ କଣ କରି ପକେଇଛି ମନରେ? ଚିନ୍ତା କରିବା। ଆମେ ସମସ୍ତେ ଇଚ୍ଛୁକ ଆମ ଶରୀର ରୂପାନ୍ତରିତ ହଉ, ଆମ ଶରୀର ଗୌରବମୟ ହେଉ, ଆମ ଶରୀର ଯୀଶୁଙ୍କର ଆସିବା ସମୟକୁ ସେ ଦୂତଙ୍କର କଣ ତୁରୀ ବାଦ୍ୟ ଶୁଣିପାରୁ, ନହେଲେ କବରରେ ପଡିଥିବା। ଯଦି ଆମେ ପବିତ୍ର ଆତ୍ମାଙ୍କ ଚାଳନାରେ ଯାଉନୁ, ଯଦି ପବିତ୍ର ଆତ୍ମାଙ୍କ ଚାଳନାର ବାଧ୍ୟ ହଉନୁ, ପବିତ୍ର ଆତ୍ମା ଆଉ ଆମମାନଙ୍କ ସହିତ କଥା ହେବେ ନାହିଁ, ଚାଳନା ଦେବେ ନାହିଁ। ଯଦି ଆମେ ପବିତ୍ର ଆତ୍ମାଙ୍କ ଚାଳନାକୁ ଅନୁଭବ କରୁଛୁ, ତାହେଲେ ସେଦିନ ଦୂତ ମାନଙ୍କର ଯୋଉ ତୁରୀ ବାଦ୍ୟ ମଧ୍ୟ ଆମେ ଶୁଣିପାରିବା। ଆମେ ଉଠିବା, କବରରୁ ରୂପାନ୍ତରିତ ଶରୀରରେ ପ୍ରଭୁ ଯୀଶୁଙ୍କ ସହିତ ମେଘମାଳାରେ ନୀତ ହେବା। ତେଣୁକରି ମୋର ଦୌଡ଼ କେମିତି ଅଛି? ମୁଁ କଣ ଖୁସିରେ ଅପେକ୍ଷା କରୁଛି, ନା ଦୁଃଖରେ? ମୁଁ ପ୍ରଭୁ ଏଇଟା କରିପାରିନି, ମୋ ପୁଅଟା ଚାକିରି ପାଇନି, ମୁଁ ଆଜି ମୋ ଝିଅ ପାଇଁ ଅମୁକଟା କରିପାରିନି, ପ୍ରଭୁ ମୋର ଗୋଟେ ଇଚ୍ଛା ଅଛି ଗୋଟେ ଏଇଟା କରିବା ପାଇଁ, ସେଇଟା କରିବା ପାଇଁ। ମୁଁ ଏଥିରେ ମୋର ମନକୁ, ମୋର ଶରୀରକୁ, ମୋର ଆତ୍ମାକୁ କଳୁଷିତ କରୁଛି। ମୁଁ ଗୌରବାନ୍ୱିତ ହେବି ତ? ପ୍ରଭୁଙ୍କର ସେଇ ଆସିବା ଦିନକୁ ମୁଁ ଗୌରବ ରୂପର ଶରୀରରେ ଯିବି ଏବଂ ଗୌରବ ମୁକୁଟ ପିନ୍ଧିବି। ଆଜି ଯୀଶୁ ଆଉ ମେଷ ଚରଉନାହାନ୍ତି। ଆମ୍ଭମାନଙ୍କୁ ପବିତ୍ର ଆତ୍ମାକୁ ସେ ପଠେଇ ଦେଲେ, ଆମେ ଯେପରି ତାଙ୍କର କଥାଟା ଶୁଣିବୁ, ତାଙ୍କର ବାଧ୍ୟ ହେବୁ। କାରଣ ପବିତ୍ର ଆତ୍ମା କଣ କରନ୍ତି? ଯୀଶୁ ଯାହା କହନ୍ତି ସେ ଆମକୁ କୁହନ୍ତି।
ତାଙ୍କ ନିଜସ୍ୱରେ ସେ କିଛି କୁହନ୍ତି ନାହିଁ। ମନେ ରଖିବା ଏଟା। ଆଉ ଯଦି ଆମେ ମନ ଇଚ୍ଛା କରୁଛୁ, ସେଦିନ ବି ସେଇ ଇଚ୍ଛାରେ ତଳେ ଥିବା ସିନା ଆଉ ରୂପାନ୍ତରିତ ହେଇପାରିବା ନାହିଁ, ଗୌରବମୟ ଶରୀର ଆସିବ ନାହିଁ। ଆଗକୁ ବଢିବା। ତ ଏଇଟା ହେଲା କି ପ୍ରକାର ମୁକୁଟ? ଗୌରବମୟ ମୁକୁଟ। ପ୍ରଥମେ ଆମେ ଅକ୍ଷୟ ମୁକୁଟ, ଦ୍ୱିତୀୟରେ ଆନନ୍ଦର ମୁକୁଟ, ତୃତୀୟରେ ଧାର୍ମିକତାର ମୁକୁଟ, ଚତୁର୍ଥରେ ଗୌରବର ମୁକୁଟ, ଆଉ ଶେଷ ମୁକୁଟ କଣ ଦେଖିବା। ପ୍ରକାଶିତ ବାକ୍ୟ 2:10। ପ୍ରକାଶିତ ବାକ୍ୟ 2:10 ପଦ ଯଦି କିଏ ପଢିଦେବେ ଭଲ ହୁଅନ୍ତା। ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ, ସେ ସବୁକୁ ଭୟ କର ନାହିଁ। ଦେଖ, ତୁମ୍ଭମାନଙ୍କର ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରେ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମକୁ ଜୀବନ ରୂପ ମୁକୁଟ ଦେବୁ। ଆମେନ୍। ଜୀବନ ରୂପ ମୁକୁଟ, ଅନନ୍ତ ଜୀବନ ରୂପକ ମୁକୁଟ। ଶୁଣନ୍ତୁ, ଅନନ୍ତ ଜୀବନ ଗୋଟିଏ, ଆଉ ଜୀବନ ରୂପ ମୁକୁଟ ଆଉ ଗୋଟିଏ। ମୁଁ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରି ଅନନ୍ତ ଜୀବନ ପ୍ରାପ୍ତ ହେଇଛି। ହଁ, ମୁଁ ସ୍ୱର୍ଗ ଯିବି, କିନ୍ତୁ ମୁକୁଟ ପାଇଲା ବେଳକୁ ମୁଁ ପାଇବି ନାହିଁ। ବୁଝି ହଉଛି? ବୁଝି ହଉଛି କି ନାହିଁ? ମୁଁ ଖାଲି ତାଳି ବଜେଇବି, ମୋର ସାଙ୍ଗ ମୋ ପରେ ପ୍ରଭୁ ଯୀଶୁଙ୍କୁ ପାଇକି ସେ ସେଠାରେ ଜୀବନର ମୁକୁଟ ପାଉଛି, ଅନନ୍ତ ଜୀବନର ମୁକୁଟ। ଅର୍ଥ କଣ? ଆପଣ ଯଦି ଅନନ୍ତ ଜୀବନର ମୁକୁଟ ପାଇବେ, ଆପଣ ସେଠାରେ ରାଜ୍ୟ କରିବେ। ଆପଣଙ୍କୁ ମଧ୍ୟ ପ୍ରଭୁ ଯୀଶୁ ରାଜ୍ୟ କରିବାକୁ ଦେବେ। ତାଙ୍କର ଡାହାଣ ହାତ ପାଖରେ ଆପଣ ବସିବେ। କୋଉଠି ବସିବେ? ତଳେ ବସିବେ? ଛିଡା ହେବେ? ସିଂହାସନରେ ବସିବେ। ମୁକୁଟ ଦିଆଯିବ, ଜୀବନର ମୁକୁଟ, ଅନନ୍ତ କାଳ ମୁକୁଟ, ଯୋଉଠି ଆପଣ ରାଜ୍ୟ କରିବେ। କାରଣ ସ୍ୱର୍ଗରେ କଣ ହେବ? ଈଶ୍ୱର ଯାହା ଚିନ୍ତା କରନ୍ତି, ଆପଣ ମଧ୍ୟ ସେ ଚିନ୍ତା କରିବେ। ଈଶ୍ୱର ଯାହା ଇଚ୍ଛା କରନ୍ତି, ଆପଣ ସେ ଇଚ୍ଛା କରିବେ। ଯୋଉମାନେ ଈଶ୍ୱରଙ୍କୁ ପ୍ରେମ କର, ଯାକୁବ 1:12 ଲେଖା ଅଛି, ଯୋଉମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି। ଆମେ ଈଶ୍ୱରଙ୍କୁ କେମିତି ପ୍ରେମ କରିବା? ପ୍ରଥମ ଯୋହନ 5:3 ଟିକେ ପଢନ୍ତୁ। ପ୍ରଥମ ଯୋହନ 5:3 ପଦ। କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞା ସବୁ ଭାର ସ୍ୱରୂପ ନୁହେଁ। ଆମେନ୍। ପାଳନ ମୁଁ କରୁଛି, ମୁଁ ଦୌଡୁଛି, ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛି, ତାହା ମୋ ପାଇଁ ବୋଝ ସ୍ୱରୂପ ନୁହେଁ। ପ୍ରଭୁ, ମୁଁ କେତେ ଥର କ୍ଷମା ଦେବି? 7 ଗୁଣ 70 ଥର କ୍ଷମା ଦିଅ। କଣ କରୁଛ? ଏତେ ଥର କ୍ଷମା ଦେବି? ଚିନ୍ତାର ବିଷୟ ନୁହେଁ, ଆନନ୍ଦରେ କ୍ଷମା ଦିଅ। କାରଣ ମୁଁ ଈଶ୍ୱରଙ୍କୁ ପ୍ରେମ କରେ। ସେଇ ଈଶ୍ୱର ମୋର ସମସ୍ତ ପାପକୁ କ୍ଷମା ଦେଲେ। ସେଇ ଈଶ୍ୱର କୌଣସି ପାପ ନଥାଏ ମୋ ପାଇଁ ବଳିକୃତ ହେଲେ, ଯେପରି ମୁଁ ଅନନ୍ତ ଜୀବନ ପାଇବି, ଯେପରି ମୁଁ ବିଶ୍ୱାସରେ ଧାବମାନ ହେବି, ଯେପରି ମୁଁ ଏକ ଅକ୍ଷୟ ମୁକୁଟ ପାଇବି, ଯେପରି ମୁଁ ଏକ ଆନନ୍ଦର ମୁକୁଟ ପାଇବି, ଯେପରି ମୁଁ ଏକ ଧାର୍ମିକତାର ମୁକୁଟ ପାଇବି, ଯେପରି ମୁଁ ଏକ ଗୌରବର ମୁକୁଟ ପାଇବି, ଯେପରି ମୁଁ ତାଙ୍କ ସହିତ ରାଜ୍ୟ କରିବି। କଣ କହିଲେ ପିତର? ଆମ୍ଭେମାନେ ଏକ
ରାଜକୀୟ ବଂଶ। ଏ ଭାଇ, ଆପଣ ମୁଁ ଜଣେ ରାଜକୀୟ ବଂଶ, ମାନେ ରାଜା ମାନେ ମୁକୁଟ। ସାଧା ଲୋକ ନୁହନ୍ତୁ ଆମେ ମାନେ। ହଁ, ସଂସାରରେ ଆମକୁ ଏଇପରି କହିପାରନ୍ତି, ଆମର ଧନ ନାହିଁ କି ବେଶୀ ଲୁଗାପଟା ନାହିଁ କି ଚକଚାକ ବେଶଭୂଷା ନାହିଁ କି ଘର ଦ୍ୱାର ନାହିଁ କି ମୁଁ ରେଣ୍ଟରେ ଅଛି। ସାଧାରଣ ଲୋକ ପରି ଦେଖା ଯାଉଥିବି, ସ୍ୱର୍ଗରେ ଗୌରବ ମୁକୁଟ। ଆମମାନେ ଏକ ରାଜକୀୟ ବଂଶ। ରାଜା ହେବ, ତା ପୁଅ ରାଜା ହେବ, ସେ ରାଜା ବି ମୁକୁଟ ସେ ପୁଅ ବି ପିନ୍ଧିବ, ତା ପୁଅ ପିନ୍ଧିବ। ଆମେ ସମସ୍ତେ ମୁକୁଟ ପିନ୍ଧିବା, ମନେ ରଖନ୍ତୁ। ଯେତେବେଳେ ସ୍ତିଫାନକୁ ପଥର ମାରାଗଲା, ପ୍ରଭୁ ଯୀଶୁ ତାଙ୍କ ସିଂହାସନରୁ ଛିଡା ହେଇଗଲେ, ମନେ ରଖନ୍ତୁ ଭାଇମାନେ। ସେ ବସି ରହିଲେ ନାହିଁ। ଏ ମୋର ଜଣେ ସହ ରାଜତି କରିବା ଲୋକ, ଇଏ ଧୈର୍ଯ୍ୟ ଧରି ରହିଲା, କଷ୍ଟ ପାଇଲା, ସବୁ ପ୍ରକାର କଥା କଲା। ତା ନିଜ ଜୀବନକୁ ସେ କିଛି ବି ମନେ କଲାନି। ସ୍ତିଫାନ, ତାଙ୍କର ଝିଅମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ଆଜି ମୋର ପିଲାମାନେ କେମିତି ଅଛନ୍ତି? ପ୍ରଭୁ ପଚାରିବେ। ପ୍ରଭୁ ଜାଣନ୍ତି ମୋ ପିଲାମାନେ କଣ କରୁଛନ୍ତି। ସ୍ତିଫାନଙ୍କର ଝିଅମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ସେଦିନ ପ୍ରଭୁ ଯୀଶୁ ଛିଡା ହେଇଗଲେ, ସେ ବସି ପାରିଲେ। କାରଣ ଆମର ବିଶ୍ୱାସର କଣ? ଏବ୍ରିୟ 12:2 ପଦ ଟିକେ ଶୀଘ୍ର ପଢନ୍ତୁ, ସରି ଆସିଲାଣି, ସରିଯିବ। ଏବ୍ରିୟ 12:2 ଟିକେ ପଢନ୍ତୁ। ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶୀୟ ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ଆମେନ୍। ହେଲା, ସିଏ ଆମମାନଙ୍କର ବିଶ୍ୱାସର ନେତା ଏବଂ ସିଦ୍ଧିଦାତା। ସେ ଆମକୁ ସିଦ୍ଧ କରିବେ, ସେ ମୁକୁଟ ଦେଇକି ଆମମାନଙ୍କୁ ସିଦ୍ଧ କରିବେ। ଆସ ମୋ ସହିତ ରାଜତି କର। ଯୋଉମାନଙ୍କୁ 5 ଚୋଡ଼ା ଦିଆଯାଇଥିଲା, ସେ ଆଉ 5 ଚୋଡ଼ା ପାଇଲେ। କଣ କହିଲେ ତାଙ୍କୁ ପ୍ରଭୁ? ମୋ ସହିତ ତୁମେ ରାଜତି କର। ଆଉ ତାହା କରିବେ ପ୍ରଭୁ ଯୀଶୁ। ସ୍ତିଫାନଙ୍କ ପାଇଁ ସେ ଛିଡା ହେଇଗଲେ। ଆସ। ସ୍ତିଫାନ କଣ ଦୁଃଖରେ ଥିଲେ, କାନ୍ଦୁଥିଲେ, ଓହୋ ମତେ କି ମାଡ ହେଲା, ଓହୋ ବଚସା କରୁଥିଲେ? ନାଇଁ, ସେ ଆନନ୍ଦରେ ଥିଲେ। ମୁଁ ଦେଖୁଛି ଆଜି ମୁଁ କଣ ସେ ପ୍ରକାର ଅପେକ୍ଷାରେ ଅଛି ପ୍ରଭୁ ଯୀଶୁଙ୍କର ଆସିବାରେ? ତାହେଲେ ପ୍ରଭୁ ମତେ ଏଇ 5ଟି ମୁକୁଟରେ ମତେ ଭୂଷିତ କରିବେ। ଆମମାନେ ଜାଗ୍ରତ ହେବା। ଆମମାନେ ପ୍ରଭୁଙ୍କ ଠାରେ ନିଜର ସମୟ, ନିଜର ଧନ ଏବଂ ନିଜର ଗୁଣ ବ୍ୟବହାର କରିବା, ଦୌଡୁଥିବା। କାରଣ ଦୌଡ଼ ଶେଷ ହେଇନାହିଁ। ଆମମାନଙ୍କର ଦୌଡ଼ କିଏ ଶେଷ କରିବେ? ପ୍ରଭୁ ଯୀଶୁ। ସେ ଆମର ବିଶ୍ୱାସର ନେତା ଏବଂ ସିଦ୍ଧିଦାତା। ପ୍ରଭୁ ଏଇ ଅଳ୍ପ ଚିନ୍ତାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।